ମୁଁ ସମ୍ମାନ ଜଣାଉଛି। ମଞ୍ଚର ସମ୍ମୁଖରେ ବସିଥିବା ବିଜ୍ଞ ପ୍ରାଜ୍ଞ ନିମନ୍ତ୍ରିତ ଅତିଥିମାନଙ୍କୁ ମୁଁ ଶୁଭେଚ୍ଛା ଜଣାଇ ମୋର କବିତାର ଶୀର୍ଷକ ଆମ ଗାଁ। ଆମ ଗାଁ କାଲି ଥିଲା କେଡ଼େ ସୁନ୍ଦର, ସମସ୍ତଙ୍କ ଘର ଥିଲା ଚାଳ ଛପର। ସେହି ଘରେ ଆମେ ରହି ଶିକ୍ଷା ଦୀକ୍ଷା ନେଲେ, ଆମେ ସବୁ ଭାଇଚାରା ଭୁଲି ଭୁଲି ଗଲେ। ପିଲାଦିନେ ଯାଉଥିଲେ ବହି ବସ୍ତାନି ଧରି, ଚାଲି ଚାଲି ଯାଉଥିଲେ ପ୍ରଶ୍ନ ପଚାରି ପଚାରି। ଆମ ପିଲା ଆଜି ଆଉ ଚାଲୁନାହାନ୍ତି, ସାଇକେଲ ମୋଟରରେ ନିତି ସ୍କୁଲ ଯାଆନ୍ତି। ଆମ ଗାଁ ସାଙ୍ଗସାଥି ସହରକୁ ଗଲେ, ଗ୍ରାମ୍ୟ ପରିବେଶ କଥା ସବୁ ଭୁଲିଗଲେ। ଦୋଳ ଝୁଲଣ ରଜ ଅଷ୍ଟପ୍ରହରୀ ଗାଁରେ ପାଳନ କରିବାକୁ ଇଚ୍ଛା ନାହିଁ କାହାରି। ହଳ ବଳଦ ଆଜି ଚାଷୀ ଘରେ ନାହିଁ, ଲଙ୍ଗଳ ଜୁଆଳି ବିନା ଚାଷ କଲେଣି। ହାତରେ ଚାଷୀ ବାପୁଡ଼ା ଧାନ କାଟୁ ନାହିଁ, ଭାରରେ କଚଡ଼ା ବୋହି ଆଉ ଆଣୁ ନାହିଁ। ମେସିନରେ ଧାନ କଟା, ଟ୍ରାକ୍ଟରରେ ଚାଷ, ଖଳାରୁ କଚଡ଼ା ଆଣିବା ଯୁଗ ହେଲା ଶେଷ। ଖଳାରେ ବେଙ୍ଗଳା ଆଜି ଆଉ ପଡ଼ୁନାହିଁ, ଖଳାରେ ଧାନ ଅମଳ ଆଉ ହେଉନାହିଁ। ଆମ ଗାଁ ମାଟି ରାସ୍ତା କଂକ୍ରିଟ ହେଲାଣି, ଗାଁ ପିଲା ବାଇକରେ ପ୍ଲାଣ୍ଟ ଗଲେଣି। ଚାଷ ପାଇଁ ଲୋକଙ୍କର ଆଗ୍ରହ ତ ନାହିଁ, ମାଗଣା ଚାଉଳ ପାଇ ଖୋଡ଼ିଆ ହେଲେଣି। ଚାଷୀର ଧାନ ଅମଳ ସରି ଆସିଲାଣି, ଧାନ ବିକ୍ରି ପାଇଁ ଚାଷୀ ଉଚ୍ଛନ୍ନ ହେଲାଣି। ବିକ୍ରି ପାଇଁ କୁପନକୁ ଅନାଇ ବସିଛି, ଦଲାରୀ ବେପାରୀ ଆସି ମୂଲ କରୁଅଛି। ଗାଁ ଛକ ମାନଙ୍କରେ ଚା ପାନ ଦୋକାନ, ସକାଳେ ସନ୍ଧ୍ୟାରେ ଖଟି ସେହିଠାରେ ଜାଣ। ହାତରେ ମୋବାଇଲ ଧରି ଖାଆନ୍ତି ସଫଳ, ସଫଳ ନିଶାରେ ଯୁବକ ହୁଅନ୍ତି ପାଗଳ। ଗ୍ରାମ୍ୟ ଅନୁଷ୍ଠାନ ପ୍ରତି ଦରଜତ ନାହିଁ, ଦଳା ଦଳ ହୋଇ ଆଉ ମନ ମିଶୁ ନାହିଁ। ନିଜ ସ୍ୱାର୍ଥ ପାଇଁ ଲୋକେ ହୋଇଲେଣି ବ୍ୟସ୍ତ, ସମୂହ ସ୍ୱାର୍ଥକୁ ଭୁଲି ହୁଅନ୍ତି ବିମୁଖ। ଜନ୍ମମାଟି ଉପଳେଇ ଅତ୍ୟନ୍ତ ପବିତ୍ର, ଶଙ୍କର୍ଷଣ ଘନଶ୍ୟାମ ଦୁଇ ବର ପୁତ୍ର। ତାଙ୍କରି ନାମରେ ଆଜି ସ୍ମୃତି ପରିଷଦ ପାଳନ କରୁଛି ଆଜି ବାର୍ଷିକ ଉତ୍ସବ। ଜ୍ଞାନୀ ଗୁଣୀ କବି ଆଉ ଲେଖକମାନଙ୍କୁ ସମ୍ବୋଧିତ କରି ଦେବେ ମାନପତ୍ର ସବୁ। ଏହି ସ୍ମୃତି ପରିଷଦର ଦାୟାଦମାନଙ୍କୁ ଶତ ଚେଷ୍ଟା କଲେ ମଧ୍ୟ କିଛି କହିବାକୁ, ଭାଷା କିଛି ପାଉନାହିଁ ଆଜି ଲେଖିବାକୁ। ପ୍ରଦୀପ୍ତ ପବିତ୍ର ଭାବୁ ପ୍ରତିବର୍ଷ ପାଳନ କରନ୍ତୁ। ପୂଜ୍ୟ ପୂଜାର ଅଟେ ଏକ ଏହି ପରମ୍ପରା, ସମାଜକୁ ଦେବେ ଏକ ନିଆରା ଇସରା। ଆସନ୍ତୁ ମିଳିମିଶି ଆମେ ସ୍ୱର ଉଠାଇବା, ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ କରିବା। ନମସ୍କାର।